ସାଙ୍ଗମାନେ ସକାଳୁ ସକାଳୁ ଆମ ସହିତ ଏମିତି କିଛି ହବ ବୋଲି ମୁଁ ଜାଣିନଥିଲି। ଯେମିତି ଲାଗୁଛି ଆଜି ଆମ ଦି ଜଣଙ୍କର ହିଁ ବେଳ ଖରାପ ଥିଲା। ତ ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ରାଜା, ମୁଁ କାମ କରେ ହାଇଦ୍ରାବାଦରେ। ଏଇ ଶୀତ ଦିନ ତ ଜମାରୁ ଉଠିବା ପାଇଁ ଇଚ୍ଛା ହଉନି, କିନ୍ତୁ କଣ କରିବା, ଇଚ୍ଛା ନଥିଲେ ବି ଉଠିବା ପାଇଁ ପଡିବ, କାହିଁକି ନା ମତେ ଡ୍ୟୁଟି ଯିବାର ଅଛି। ତ ମୁଁ ଜଲ୍ଦି ଜଲ୍ଦି ଉଠି ଯାଇକି ମୁହଁ ଧୋଇବା କାମରେ ଲାଗିଗଲି, କାହିଁକି ଯେତେ ଜାଣେ ସକାଳୁ ଉଠି ମୁହଁ ନ ଧୋଇଲେ ମତେ ଦିନ ସାରା ଭଲ ଲାଗେନି। ତ ମୁଁ ସାଙ୍ଗେ ସାଙ୍ଗେ ମୁହଁ ଧୋଇ ବୋଲି ମୁହଁ ଧୋଇ ସାରିଲା ପରେ ଦେଖିଲା ବେଳକୁ ବାବୁ ଆମର ରୋଷେଇ କରୁଛନ୍ତି, କାହିଁକି ନା ଆଜି ବାବୁଙ୍କର ରୋଷେଇ ପାଳି ଥିଲା। ହଉ ଛାଡ, ସେ ସେଠି ରୋଷେଇ କରୁଛି, ତା ରୋଷେଇ କାମ ସରିତେ ସରିତେ ମୋର ଏଠି ବିଛଣା ଗୋଟେ ବି ସାରିଦେଲି। ଏମିତିରେ ତ ଯେହେତୁ ଆଜି ମୋ ରୋଷେଇ ପାଳି ନଥିଲା, ତ ମୁଁ ଆଉ କଣ କରିବି, ମତେ ସବୁ କାମ ସରିଲା, ହେଲେ ଗୋଟେ ଜିନିଷ ବାକି ରହିଲା, ଯୋଉଟା ହଉଛି ବ୍ରଶ କରିବା। ତ ସାଙ୍ଗେ ସାଙ୍ଗେ ମୁଁ ଛାତ ଉପରକୁ ଯାଇକି ବ୍ରଶ କରିବା କାମରେ ଲାଗିଗଲି। ସକାଳୁ ସକାଳୁ ଆମ ଛାତ ଉପରେ ଏମିତି କିଛି ଭ୍ୟୁ ଥିଲା। ଆଉ ସାଙ୍ଗମାନେ ସତ କଥା କହିବ, ଶୀତ ଦିନରେ ଓଦା ହବାକୁ ତମମାନଙ୍କୁ କେମିତି ଲାଗେ ନିହାତି ଭାବରେ କମେଣ୍ଟରେ କହିବ। ମୁଁ ବ୍ରଶ କରିକି ଗଲା ବେଳକୁ ତଳକୁ ଖାଇବା ପାଇଁ ଦେଖିଲା ବେଳକୁ ବାବୁଙ୍କର ଆମର ଖାଇବା କାମ ବି ସରି ଯାଇ ସାରିଲାଣି। ମତେ ତ ଯେମିତି ଲାଗୁଛି ବାବୁ ଆମର ପୁରା ଟ୍ରେନ ଠାରୁ ବି ସ୍ପିଡ ଅଛନ୍ତି। ଆଉ ମୁଁ ବି ଡେରି ନକରି ସାଙ୍ଗେ ସାଙ୍ଗେ ଖାଇଦେଲି। ଆଉ ଖାଇଦେଇ ସାରିଲା ପରେ ଆମେ ଦି ଜଣ ମିଶିକି ଡ୍ୟୁଟି ଚାଲିଲୁ। ଆମେ ଦି ଜଣ ଯୋଉ ବାଟ ଦେଇ ଯାଉଥିଲୁ କାମ କରିବା ପାଇଁ, ସେ ବାଟର ଗୋଟେ ମନ୍ଦିର ପଇଲା। କିନ୍ତୁ ଗୋଟେ ଇଣ୍ଟରେଷ୍ଟିଂ କଥା ଜାଣିଛ, ଆମ ଓଡିଶାର ଅଲଗା ଡିଜାଇନ ମନ୍ଦିର, କିନ୍ତୁ ଏଠି ଅଲଗା ଡିଜାଇନ ମନ୍ଦିର। କିନ୍ତୁ ମନ୍ଦିର ସିନା ଅଲଗା ଅଲଗା, କିନ୍ତୁ ଭଗବାନ ସବୁଆଡେ ସମାନ। ଏଇ ଦେଖ, ମୁଁ ତମ ସହିତ କଥା ହେଇତେ ମୁଁ ଯୋଉଠି କାମ କରେ ସେଇଠି ଆସିକି ମୁଁ ପହଞ୍ଚି ଗଲିଣି। ତ ସାମ୍ନାରେ ଦେଖୁଥିବ ଯୋଉ ବିଲ୍ଡିଂ, ମୁଁ ସେଇଠି କାମ କରେ। ବିଲ୍ଡିଂ ଭିତରକୁ ଏଣ୍ଟ୍ରି କରୁ କରୁ ବହୁତ ଜୋର ସ୍ମେଲ ହେଲା। ଆମେ ତ ଦି ଜଣ ପୁରା ଆଶ୍ଚର୍ଯ୍ୟ ହେଇଗଲୁ କି ଏମିତି କଣ ସ୍ମେଲ କରୁଛି। ହେଲେ ପଛରେ ଜାଣିବା ପାଇଁ ପାଇଲୁ କି କିଏ ଗୋଟେ ଦୋଇ କରିଦେଇଛି। ତାପରେ ବାବୁ ଆମର ଯୋଉ ଭାବରେ ମୁହଁରେ ବାଞ୍ଛନ୍ତି ଯେମିତି ଗୋଟେ ବ୍ୟାଙ୍କ ଲୁଟିକି ଆସିଛନ୍ତି। ସତ କହିବାକୁ ଗଲେ ଯିଏ ଦୁଇ କରିକି ଯାଇଛି ବହୁତ ଜୋର ସ୍ମେଲ କରୁଥିଲା। ସେଇଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ସାମାନ କାଢି ଦେଇକି ମୁଁ କାନ୍ଧେଇକି ଚାଲିଗଲି ମୋ କାମ କରିବା ପାଇଁ। ତାପରେ ମୁଁ ସାଙ୍ଗେ ସାଙ୍ଗେ ଏଇଭଳିଆ କାନ୍ଧେଇ ମୁଁ ଯାଇକି 16 ଫ୍ଲୋରରେ ପହଞ୍ଚିଗଲି। ତାପରେ 16 ଫ୍ଲୋରରେ ପହଞ୍ଚି ସାରିଲା ପରେ ମୋ ସାମାନ ସବୁ ମୁଁ ତଳେ ରଖିଦେଲି। ଯେତେବେଳେ ମୁଁ 16 ଫ୍ଲୋରରେ ଯାଇକି ମୁଁ ସାମାନ ସବୁ ରଖିଦେଲି, ଯୋଉ ଶାନ୍ତି ନ କହିଲେ ସରେ। ହଉ, ଏମିତି ତ ବହୁତ ଟାଇମ ହେଲାଣି, ତ ଚାଲ ଡେରି ନ କରି ମୁଁ ମୋ କାମ ଷ୍ଟାର୍ଟ କରେ। ତ ହଉ ସାଙ୍ଗମାନେ, ମୁଁ ରହୁଛି, ଦେଖାଯିବ ନେକ୍ସଟ ଭିଡିଓରେ। ଯଦି ତମମାନଙ୍କୁ ଏ ଭିଡିଓ ଭଲ ଲାଗିଥିବ ନିହାତି ଲାଇକ୍ ଗୋଟେ କରିବ। ତ ସାଙ୍ଗମାନେ ମୁଁ ରହୁଛି, ଜୟ ଜଗନ୍ନାଥ, ଲଭ୍ ୟୁ ଅଲ୍।